ସମସ୍ତ ଛାତ୍ରଛାତ୍ରୀଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ସୁରଭି 2024 ମସିହାର ବରିଷ୍ଠ ବା ସିନିୟର ବିଭାଗର ଯାହାକି ଉଚ୍ଚ ମାଧ୍ୟମିକ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରବନ୍ଧ ଲିଖନ ବିଷୟରେ ପ୍ରତିଯୋଗିତା ହେବ। ପ୍ରବନ୍ଧ ଲିଖନ ସିନିୟର ଗ୍ରୁପର ବିଷୟଟି ହେଉଛି ଓଡ଼ିଆ ଅସ୍ମିତା ଓ ସମୃଦ୍ଧ ଓଡ଼ିଶା। ଓଡ଼ିଆ ଅସ୍ମିତା ଓ ସମୃଦ୍ଧ ଓଡ଼ିଶା। ଉପକ୍ରମ: ଭାଷା ମନୁଷ୍ୟର ଚିନ୍ତାଧାରା ବିନିମୟର ଓ ଭାବ ବିନିମୟର ମାଧ୍ୟମ, ସିଷ୍ଟମ ଅଫ୍ ହ୍ୟୁମାନ କମ୍ୟୁନିକେସନ। ଭାଷା ଏକ ସାମାଜିକ ସମ୍ପତ୍ତି। ଭାଷା ଗୋଟିଏ ସାଂସ୍କୃତିକ ପରମ୍ପରାକୁ ପ୍ରତିବିମ୍ବିତ ଓ ପ୍ରଭାବିତ କରେ। ଭାରତ ଏକ ବହୁଭାଷାଭାଷୀ ଦେଶ। ରାଜ୍ୟସ୍ତରୀୟ ପ୍ରଶାସନରେ ଆଞ୍ଚଳିକ ଭାଷାର ବ୍ୟବହାର ବହୁଳ ଭାବରେ ପରିଲକ୍ଷିତ ହେଲେ ମଧ୍ୟ ବିଂଶ ଶତାବ୍ଦୀରୁ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆଞ୍ଚଳିକ ଭାଷା ହେଉଛି ଜନତାର ପ୍ରଥମ ପ୍ରୟୋଜନ। ଅନ୍ନ ବସ୍ତ୍ର ପରି ତାର ଦରକାର ନିଜର ଭାଷା। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭାଷାରେ ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିମା ଅଜ୍ଞାନୀ ରହିବେ କାହିଁ। ଓଡ଼ିଆ ଭାଷାର ପରିଚୟ: ଓଡ଼ିଆ ଭାଷା ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ। ଏହା ଗୋଟିଏ ପୂର୍ବାଞ୍ଚଳୀୟ ଭାରତୀୟ ଭାଷା। ଏହା ଏକ ବହିରଙ୍ଗ ବର୍ଗୀୟ ଭାଷା। ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀ ହେଉଛି ଏହାର ଜନ୍ମଲଗ୍ନ। ଏହା ଓଡ଼ିଶାର ଲୋକକଥିତ ସାହିତ୍ୟ, ଶିକ୍ଷା ଏବଂ ଶାସନ କଳର ଭାଷା। ଓଡ଼ ବା ଉଡ୍ରମାନଙ୍କର ବାସଭୂମି ଓଡ଼ିଶାର ନାମାନୁସାରେ ଏହା ଓଡ଼ିଆ ଭାଷା ନାମରେ ନାମିତ। ଭାଷାବିତ୍ ହର୍ନେଲଙ୍କ ମତରେ ଓଡ଼ିଆ ଭାଷା ଏକ ପୂର୍ବ ଗୌଡ଼ୀୟ ଭାଷା। ଭାରତର ସମ୍ବିଧାନ ଦ୍ୱାରା ସ୍ୱୀକୃତ 22 କୋଟି ଭାଷା ମଧ୍ୟରେ ଓଡ଼ିଆ ଭାଷା ଅନ୍ୟତମ। ଶାସ୍ତ୍ରୀୟ ମାନ୍ୟତା ଲାଭ କରିବା ପରିପ୍ରେକ୍ଷୀରେ ଆଧୁନିକ ଭାରତୀୟ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରଥମ। ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତକରେ ଲିଖିତ ଭରତଙ୍କ ନାଟ୍ୟଶାସ୍ତ୍ରରେ ୟନ୍ତ୍ର ବା ଔଡ୍ରେ ଶବ୍ଦ ଦେଖିବାକୁ ମିଳିଥାଏ। ପୁଣି ସେହି ନାଟ୍ୟଶାସ୍ତ୍ରରେ ବିଭିନ୍ନ ନାଟକୀୟ ପ୍ରବୃତ୍ତି ମଧ୍ୟରେ ଔଡ୍ରମାଗଧି ଉଲ୍ଲେଖ କରାଯାଇଛି। ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଆ ଭାଷା ଉତ୍ତର ଭାରତୀୟ, ମଧ୍ୟ ଭାରତୀୟ ଏପରିକି ପୂର୍ବ ଭାରତୀୟ ଅନ୍ୟାନ୍ୟ ଭାଷାଠାରୁ ସ୍ୱତନ୍ତ୍ର ରୂପ ନେଇ ବିକାଶ ଲାଭ କରିସାରିଥିବା କଥା ଏହି ଶତାବ୍ଦୀରେ ଓଡ଼ିଶାକୁ ଆସିଥିବା ବିଖ୍ୟାତ ଚୀନ ପରିବ୍ରାଜକ ହୁଏନ୍ସାଂଙ୍କ ଭାରତ ଭ୍ରମଣ ବୃତ୍ତାନ୍ତରୁ ଜଣାଯାଇଥାଏ। ଅଶୋକ ଓ ଖାରବେଳଙ୍କ ଅଭିଲେଖ ଦୁଇଟି ସର୍ବପ୍ରାଚୀନ ଅଭିଲେଖ। ଓଡ଼ିଆ ଭାଷା ଓଡ଼ିଆ ଅସ୍ମିତାର ପରିଚୟ: ଭାରତ ସରକାରଙ୍କ ଦ୍ୱାରା ତା 11/3/2014 ତାରିଖ ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ସେହି ଦିନକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରୂପେ ପାଳନ କରାଯାଇଥାଏ। ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ଦ୍ୱାରା ଓଡ଼ିଆ ଭାଷାର ଐତିହ୍ୟ ଓ ପରମ୍ପରା ପୁନଃ ପ୍ରତିଷ୍ଠିତ ହେଲା। ସମଗ୍ର ଭାରତବର୍ଷରେ 6ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବା ସମୟରେ ଓଡ଼ିଆ ଭାଷା ଏହା ମଧ୍ୟରୁ ଅନ୍ୟତମ। 1936 ମସିହା ଅପ୍ରେଲ 1 ତାରିଖରେ ଓଡ଼ିଆ ଭାଷା ଭିତ୍ତିରେ ଏକ ପ୍ରଦେଶ ଭାବରେ ତଦନାନ୍ତୀନ ବ୍ରିଟିଶ ସରକାରଙ୍କ ନିକଟରୁ ଅନୁମୋଦନ ଲାଭ କରିଥିଲା। ଓଡ଼ିଆ ଭାଷାର ଅସ୍ମିତାକୁ ବଞ୍ଚାଇବା ପାଇଁ ନାନା ସଂଗ୍ରାମ, ଘାତ ପ୍ରତିଘାତର ସାମ୍ନାସାମ୍ନି ମହାମନିଷିଗଣ କରିଥିଲେ। ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ସିଂଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ସ୍ୱାଧୀନଚେତା ଭାଷାବିତ୍ ତଥା ଓଡ଼ିଶାର ସୁଯୋଗ୍ୟ ସନ୍ତାନମାନେ ବହୁ ଯତ୍ନ ପ୍ରଯତ୍ନ ସହକାରେ ଇଂରେଜ ପ୍ରଶାସକଙ୍କ ପାଖରେ ପ୍ରାମାଣିକ ତଥ୍ୟ ସହ ଯୁକ୍ତି ପ୍ରଦର୍ଶନ କରି ଜୟଯୁକ୍ତ ହୋଇଥିଲେ। ସେମାନେ ସେତେବେଳେ ସେତିକି ଜାତିପ୍ରଣତା ପ୍ରଦର୍ଶନ ନିମନ୍ତେ ପ୍ରୟାସ ନ କରିଥିଲେ, ଓଡ଼ିଆ ଭାଷା ସବୁଦିନ ପାଇଁ ଓଡ଼ିଶା ରାଜ୍ୟରୁ ବିଦାୟ ନେଇ ଯାଇଥାନ୍ତା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭାଷାରେ ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ। ଉତ୍କଳ ସନ୍ତାନରୁ ଉଦ୍ଧୃତ। ଜଗନ୍ନାଥ ସଂସ୍କୃତି ଓଡ଼ିଆ ଅସ୍ମିତାର ପ୍ରତୀକ। ଜଗନ୍ନାଥ ସଂସ୍କୃତି ଓଡ଼ିଆ ଅସ୍ମିତାର ପ୍ରତୀକ।
ଓଡ଼ିଆର ଆସ୍ଥା ଓ ଅସ୍ତିତ୍ୱର ପ୍ରତୀକ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ପ୍ରତିଟି ଓଡ଼ିଆର ପ୍ରାଣବିନ୍ଦୁରେ ସେହି ଜଗତର ନାଥ ଜଗନ୍ନାଥଙ୍କର ଅପାର କରୁଣା ସର୍ବବିଦ୍ୟ। ଭାବ ଓ ଭାଷା ଗୋଟିଏ ବୃନ୍ତର ଦୁଇଟି କଳି। ଓଡ଼ିଆ ଜାତି ନିମନ୍ତେ 12 ମାସରେ 13 ପରବ ଖଞ୍ଜା ହୋଇଛି। ତେଣୁ ଓଡ଼ିଶାର ଧର୍ମ କହିଲେ କେବଳ ଜଗନ୍ନାଥଙ୍କର ଉପାସନାକୁ ହିଁ ବୁଝାଏ। ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଓଡ଼ିଶା ଜାତିର ଇତିହାସରେ ଜଗନ୍ନାଥ ହିଁ ଆରାଧ୍ୟ ଦେବତା ରୂପେ ସ୍ୱୀକୃତ। ଅତଏବ ଏ ଜଗନ୍ନାଥଙ୍କ ଇତିହାସ ହିଁ ଏ ଜାତିର ଇତିହାସ। ଜଗନ୍ନାଥ ହିଁ ଓଡ଼ିଆ ଜାତିର ସର୍ବସ୍ୱ। ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, ଧର୍ମ, ଦର୍ଶନ ଆଦି ପ୍ରତ୍ୟେକ ସ୍ତରରେ ଜଗନ୍ନାଥ ସଂସ୍କୃତିର ମହିମା ଯୁଗେ ଯୁଗେ ଉଦ୍ଘୋଷିତ ହୋଇଅଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଓଡ଼ିଆ ଜାତିର ରାଷ୍ଟ୍ର ଦେବତା ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ଦେବତା ଭାବରେ ପରିଚିତ। ଜଗନ୍ନାଥଙ୍କର ମହାପ୍ରସାଦ ହିଁ ଏ ଜାତିର ସ୍ୱତନ୍ତ୍ର ଓ ବୈଶିଷ୍ଟ୍ୟକୁ ପ୍ରତିପାଦିତ କରେ। କେବଳ ଜଗନ୍ନାଥଙ୍କର ଅବଢ଼ା ବା ମହାପ୍ରସାଦରେ ଜାତିଭେଦ ନାହିଁ, ଏହା ଏକ ସାମାନ୍ୟ କଥା ନୁହେଁ। ଏହା ଭିତରେ ଲୁଚି ରହିଛି ଏ ଜାତିର ପ୍ରାଚୀନ ଐତିହ୍ୟ, ପରମ୍ପରା। ଓଡ଼ିଆ ଅସ୍ମିତାର ପ୍ରତୀକ ସମୃଦ୍ଧ ଓଡ଼ିଶା। ଓଡ଼ିଆ ଅସ୍ମିତାର ପ୍ରତୀକ ସମୃଦ୍ଧ ଓଡ଼ିଶା। ଜୀବନର ସଂହତି ରକ୍ଷା କରିବାରେ ଭାଷା ହିଁ ଏକମାତ୍ର ସହାୟକ। ଭାଷା ହିଁ ଜାତିର ଗୌରବ ବହନ କରେ। ଯେଉଁ ଜାତି ଭାଷାରେ ଯେତେ ସମୃଦ୍ଧ, ସେ ଜାତି ବିଶ୍ୱ ଦରବାରରେ ସେତେ ଉନ୍ନତ। ମାତୃଭୂମି ସଙ୍ଗେ ମାତୃଭାଷାର ସମ୍ବନ୍ଧ ଅଭେଦ୍ୟ, ଅବିଚ୍ଛନ୍ନ। ମାତୃଭୂମିଠାରୁ ଯେତେ ଦୂରରେ ଥିଲେ ମଧ୍ୟ ନିଜଠାରେ ମାତୃଭାଷାକୁ ସଜୀବ କରି ରଖିଥିବା ବ୍ୟକ୍ତି କେବେ ହେଲେ ତା ଜାତିକୁ ଭୁଲିପାରେ ନାହିଁ। ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ଲୋକଙ୍କ ଚକ୍ରାନ୍ତରେ ଇଂରେଜମାନେ ଯେତେବେଳେ ପ୍ରଥମେ ବଙ୍ଗଳା ଭାଷାର ପ୍ରଚଳନ ଓଡ଼ିଶାରେ କରାଇଥିଲେ, ସେତେବେଳେ ଯେଉଁ କେତେଜଣ ଜାତିପ୍ରାଣ ସର୍ବଜନ ସମ୍ମୁଖରେ ଆବିର୍ଭାବ ହେଲେ, ସେମାନଙ୍କ ମଧ୍ୟରେ ସର୍ବ ଅଗ୍ରଣୀ ଥିଲେ ବ୍ୟାସକବି ଫକୀରମୋହନ ସେନାପତି। ସେ ଓଡ଼ିଆ ଭାଷାକୁ ଇଂରାଜୀ ଓ ବଙ୍ଗଳା ଭାଷା କବଳରୁ ରକ୍ଷା କରିବା ପାଇଁ ବାଲେଶ୍ୱରଠାରେ ଏକ ସ୍ୱତନ୍ତ୍ର ଭାବରେ ଛାପାଖାନା ପ୍ରତିଷ୍ଠା କରିଥିଲେ। ତାଙ୍କ ସହିତ ସହଯୋଗ କରିଥିଲେ କର୍ମବୀର ଗୌରୀଶଙ୍କର, ଉତ୍କଳ ଗୌରବ ମଧୁସୂଦନ, କବିବର ରାଧାନାଥ, ସ୍ୱଭାବ କବି ଗଙ୍ଗାଧର, ଭକ୍ତ କବି ମଧୁସୂଦନ ରାଓ ପ୍ରମୁଖ। ଏହିମାନଙ୍କ ପ୍ରବଳ ପ୍ରତିରୋଧ ଯୋଗେ ଓଡ଼ିଆ ଭାଷାର ଜୀବନ ସେଦିନ ରକ୍ଷା ପାଇବା ହେତୁ ଆଜିର ସମୃଦ୍ଧ ଓଡ଼ିଶା ସମଗ୍ର ବିଶ୍ୱ ଦରବାରରେ ନିଜର ଓଡ଼ିଆ ଅସ୍ମିତାର ଆଭିମୁଖ୍ୟ ନେଇ ଚିର ପରିଚିତ ହୋଇପାରିଅଛି। ପରିଶେଷରେ ଉପସଂହାର ବା ଶେଷ କଥା, ସମୃଦ୍ଧ ଓଡ଼ିଆ ଭାଷାର ଅତ୍ୟାଧୁନିକ ଯୁଗରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ, ଆତ୍ମ ଅନ୍ୱେଷା ଓ ବାମାବାଦ ଉପରେ ବିଶେଷ ଗୁରୁତ୍ୱ ବହନ କରୁଅଛି। ଓଡ଼ିଆ ଭାଷା ଦୀର୍ଘ 136 ବର୍ଷ ମଧ୍ୟରେ କେତେ ପରୀକ୍ଷା ନିରୀକ୍ଷା ଦେଇ ଗତି କରି ଆସିଅଛି, ତାହା ଆଉ ପଛକୁ ଫେରି ନାହିଁ। ଆଗକୁ ଆଗକୁ ତାହା ଗତି କରି ଚାଲିଛି। ଜାତୀୟ ସମ୍ପର୍କ ପ୍ରତିଷ୍ଠା ସହିତ ଆନ୍ତର୍ଜାତିକ ସମ୍ପର୍କ ପ୍ରତିଷ୍ଠା କରିବାରେ ସମର୍ଥ ହୋଇପାରିଛି। ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ନଥିପତ୍ର ଗୁଡ଼ିକୁ ସମ୍ପୂର୍ଣ୍ଣ ଆମ ମାତୃଭାଷାରେ ହିଁ ଲେଖିବାକୁ ସରକାରୀ ସ୍ତରରେ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯାହା ଆମ ଓଡ଼ିଆ ଜାତିକୁ ଅଗ୍ରଗାମୀ କରାଇବ ବୋଲି ଆଶା ଓ ବିଶ୍ୱାସ। ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରକୃତ ମାଧ୍ୟମ। ପରିଶେଷରେ ଆମେ ସମସ୍ତେ ମାତୃଭାଷା ପାଇଁ ଅଭିମାନ ଓ ମାତୃଭାଷାର ଉନ୍ନତି ସାଧନ ନିମନ୍ତେ ଏକାନ୍ତ କାମ୍ୟ ହେବା ବିଧେୟ। ଧନ୍ୟବାଦ।